ତ ସମସ୍ତେ ଧ୍ୟାନ ସହକାରେ ଶୁଣନ୍ତୁ। ଆଜି ଲକ୍ଷ୍ମୀପତି ପ୍ରଭୁ ବହୁତ ସୁନ୍ଦର ଟପିକ ଆଉ ବହୁତ ସୁନ୍ଦର ମାନେ ଷୋଡଶ ଗୋସ୍ୱାମୀଙ୍କ ମଧ୍ୟରେ ଅନ୍ୟତମ ଗୋପାଳ ଭଟ୍ଟ ଗୋସ୍ୱାମୀଙ୍କ ବିଷୟରେ ଆଜି କହିବି। ଠିକ ଅଛି ପ୍ରଭୁ ଷ୍ଟାର୍ଟ କରୁ। ଆରେ ମୋ କଥା ସମସ୍ତେ ଶୁଭା ହଉଛି? ଆଜ୍ଞା ପ୍ରଭୁ ହରି ବୋଲ। ବର୍ତ୍ତମାନ ଆମେ ଆମର ସାପ୍ତାହିକ ଯୋଉ ଆମର ଗୋସ୍ୱାମୀ ମାନଙ୍କର ଜୀବନୀ ଚାଲିଛି। ଆଜି ଆମର ଷୋଡଶ ଗୋସ୍ୱାମୀ ଭିତରୁ ଗୋପାଳ ଭଟ୍ଟ ଗୋସ୍ୱାମୀଙ୍କ ବିଷୟରେ ଆମେ ଆଲୋଚନା କରିବା। ଓମ୍ ଅଜ୍ଞାନତିମିରନ୍ଧସ୍ୟ ଜ୍ଞାନଜନ ଶଲାକୟା ଚକ୍ଷୁନ୍ମିଳିतं येन तस्मै श्रीगुरवे नमः। श्रीचैतन्यमनोभीष्टं स्थापितं येन भूतले स्वयं रूप कदा मह्यं ददाति स्वपदान्तिकम्। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदान्त स्वामिनिति नामिने। नमस्ते सरस्वती देवी गौरवाणी प्रचारिणे निर्विशेष शून्यवादी पाश्चात्यदेशतारिणे वंशकल्पतरुभ्यश्च कृपा सिन्धुभैव च पतितानां पावनेभ्यो वैष्णवेभ्यो नमो नमः। नमो महावदानाय कृष्णप्रेमप्रदायते कृष्णाय कृष्णचैतन्य नाम्ने गौरहर्षिते नमः। नित्यानन्दमहानम्य सर्वान् प्रेमानन्दं नित्यानन्दमहानन्दं प्रेमानन्दं फलप्रदं फलप्रवसनाशाय जाह्नवीपतये नमः। हे कृष्ण करुणा सिन्धु दीनबन्धु जगत्पते गोपेश गोपिका कान्त राधाकान्त नमस्ते। तप्त काञ्चन गौरांगी राधे वृन्दावनेश्वरी वृषभानुसुते देवी प्रणमामि हरिप्रिये। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौर भक्तवृंद। हरे कृष्णा कृष्ण कृष्ण हरे 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 राम 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 हरे हरे। हरे कृष्ण 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 हरे 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 राम 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 हरे हरे। हरे कृष्ण 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 हरे 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 राम 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 हरे हरे। जय जगद्गुरु श्रील प्रभुपाद महाराज की, श्रील गुरुदेव की जय। जय गौर प्रेमानंद। आज आम गोपाल भट्ट गोस्वामी विषय श्रवण करिया। ସମସ୍ତେ ତ ଷୋଡଶ ଗୋସ୍ୱାମୀ ବିଷୟରେ ଜାଣିଥିବ। ଆଉ ଆମର ପରମ୍ପରାର ଆଚାର୍ଯ୍ୟ ବର୍ଗ ବିଷୟରେ ସମସ୍ତେ ନିଶ୍ଚିତ ଜାଣିଛ। କିଛି ନୂଆ ନୁହେଁ, ଯାହା ମୁଁ ଶାସ୍ତ୍ରରୁ କିଛି ଆଉ କିଛି ବି ବୈଷ୍ଣବଙ୍କ ମୁଖରେ ଶ୍ରବଣ କରିଛି, ତାହା ଆଜି ତୁମ ମାନଙ୍କ ପାଖରେ ଉପସ୍ଥାପନ କରିବି। ଆଉ ଆଜିର କ୍ଲାସ ଜଏନ କରିଥିବା ସମସ୍ତ ପ୍ରଭୁଜୀ ମାତାଜୀଙ୍କୁ ବିଶେଷ ଧନ୍ୟବାଦ। ଆଉ ଜଏନ କରି ମତେ ଉତ୍ସାହିତ କରିଥିବାରୁ, ଆଉ ବିଶେଷ କରି ଆମର ଶୁଭ କୃଷ୍ଣ ପ୍ରଭୁଜୀ ବହୁତ ଦିନ ପରେ ଆଜି ଜଏନ କରିଛନ୍ତି। ଆଉ ସେ ବହୁତ ବ୍ୟସ୍ତ ଭିତରେ ଥିଲେ। ଆମେ ସମସ୍ତେ ପ୍ରାର୍ଥନା କରିବା ଯେ ସେ କେମିତି ପୂର୍ବ ଭଳି ଉତ୍ସାହିତ ହେଇକି ସେବା କରନ୍ତୁ ଆମକୁ। ମାନେ ଆଗରୁ କରୁଥିଲେ କଣ ନା ତାଙ୍କର ପଢା ଥିଲା, ସେ କହୁଥିଲେ ବହୁତ ପଢାପଢି ଅଛି। ଏବେ ଯଦିଓ ତାଙ୍କ ପଢା ସରିନି, କିନ୍ତୁ ସେ ତା ଭିତରେ ଅଭ୍ୟାସ କରୁଛନ୍ତି। ତାପରେ ଆମେ ବର୍ତ୍ତମାନ କ୍ଲାସ ଷ୍ଟାର୍ଟ କରିବା। ଜୟ ଗୋପାଳ ଭଟ୍ଟ ଗୋସ୍ୱାମୀ କି ଜୟ ଶ୍ରୀଲ ପ୍ରଭୁପାଦ କି ଜୟ। ତେଣୁକରି ମହତର କୃପା ବିନା କୌନ କରେ ଭକ୍ତି ନହି। ଜଣେ ମହତ ବ୍ୟକ୍ତି କୃପା ନହେଲେ ଆମେ ଭକ୍ତି କରିପାରିବାନି। ଯଦି ଆମେ ଭକ୍ତି କରିବା ପାଇଁ ଚାହୁଁଛେ, ତାହେଲେ ଜଣେ ମହତ ବ୍ୟକ୍ତିର କୃପା ଆବଶ୍ୟକ। ଆଉ ତା ପାଇଁ ଧୈର୍ଯ୍ୟର ବି ଆବଶ୍ୟକ। ନାଇଁ ଯେ ପ୍ରଭୁଜୀ ମୁଁ 10 ବର୍ଷ 15 ବର୍ଷ 20 ବର୍ଷ ଗୁରୁ ଆଶ୍ରିତ ହେଇଛି ବା ଭକ୍ତି କଲେଣି ସାଧୁଗୁରୁ ବୈଷ୍ଣବ କୃପାରୁ, ଏପର୍ଯ୍ୟନ୍ତ ମୋର ଶୁଦ୍ଧ ଭକ୍ତି ହେଇପାରୁନି। ନାଇଁ, ଯେପର୍ଯ୍ୟନ୍ତ ନ ହେଇଛି ସେ ପର୍ଯ୍ୟନ୍ତ ଆମେ କରିବୁ ମହତଙ୍କ ଚରଣରେ ଭକ୍ତି ଆଉ ତାଙ୍କର ଆନୁଗତ୍ୟ। ନାଇଁ ଯେ ମୁଁ ଏତେ ବର୍ଷ ହେଲାଣି ହଉନି, 100 ଜନ୍ମ ଲାଗିଯାଉ କିନ୍ତୁ ଆମକୁ କଣ କରିବାକୁ ପଡିବ, ମହତଙ୍କ ଚରଣରେ ସେ ନିଷ୍ଠାଟାକୁ ରଖିବାକୁ ପଡିବ। ଦିନ ଆସିବ କୃପା କରିବେ ଯେତେବେଳେ ଆମର
ମୁକୁନ୍ଦ ମହାପ୍ରଭୁଙ୍କର ଜଣେ ପାର୍ଶ୍ୱ। ସେ ବହୁତ ସରଳ, ଯିଏ ଯାହା କୁହନ୍ତି ହଁ ମାରି ଦିଅନ୍ତି। ତେଣୁକରି ମୁକୁନ୍ଦ ଯେତେବେଳେ ମହାପ୍ରଭୁ ଥରେ ସମସ୍ତିଙ୍କୁ କୃପା କଲେ କିନ୍ତୁ ମୁକୁନ୍ଦକୁ ଡାକିଲେ। ଆଉ ମୁକୁନ୍ଦଙ୍କୁ କହିଲେ ମୁଁ ତମକୁ ତ୍ୟାଗ କଲି, ତମେ ପଳାଅ ଏଠୁ। ଆଚ୍ଛା ମୁକୁନ୍ଦ ମନ ଦୁଃଖ କଲେ। ଆଉ ଆସିକି କହିଲେ ମହାପ୍ରଭୁଙ୍କୁ ଯାଇ ଆଉ ଜଣେ ପାର୍ଷଦଙ୍କୁ କହିଲେ ଭକ୍ତଙ୍କୁ ଯେ ମହାପ୍ରଭୁଙ୍କୁ ପଚାର ଆଉ ମହାପ୍ରଭୁ ମତେ କେବେ କୃପା କରିବେ। ତାପରେ ସେ ଯାଇକି ମହାପ୍ରଭୁଙ୍କୁ ପଚାରିଲେ କି ମହାପ୍ରଭୁ ମୁକୁନ୍ଦ କହୁଛନ୍ତି ଆଉ ଆପଣ ତାଙ୍କୁ କେବେ କୃପା କରିବେ। ମହାପ୍ରଭୁ କହିଲେ 100 ବର୍ଷ ପରେ କୃପା କରିବେ। ପଛରେ ମୁକୁନ୍ଦ ଡେଇଁକି ନାଚିଲେ। ଯେ ଯାହା ହଉ 100 ବର୍ଷ ପରେ ତ କୃପା ମିଳିବ ମତେ। ତାହେଲେ ସେ ଏତେ ଖୁସି ହେଇଗଲେ ତৎକ୍ଷଣାତ୍ ସେଠୁ ମହାପ୍ରଭୁ ଆସି ତାଙ୍କୁ ଆଲିଙ୍ଗନ କଲେ। ହେଲେ ତମର ବର୍ତ୍ତମାନ ଶ୍ରଦ୍ଧା ଦେଖି ଆଉ ମୁଁ ତମକୁ 100 ବର୍ଷ କଣ ଗୋଟେ ସେକେଣ୍ଡ ବି କୃପା ନ କରିକି ରହିପାରିବିନି। ଆମେ ଯଦି ଶୁଣୁଛେ ଆମ ଶାସ୍ତ୍ର କହୁଛି ଆମର ଆଚାର୍ଯ୍ୟ ବର୍ଗ କହୁଛନ୍ତି ଯେ ଗୁରୁଙ୍କର କୃପା ନିଶ୍ଚିନ୍ତ ହବ ତାହେଲେ ମାନେ ହବ। ଆମକୁ ସେଇଭଳି ନିଷ୍ଠା ରଖିବାକୁ ପଡିବ, ଧୈର୍ଯ୍ୟ ଧାରଣ କରି ରହିବାକୁ ପଡିବ। ନାଇଁ ସେଇ ଗୁରୁଙ୍କ ଚରଣରେ ମଥା ପାତିକି ରହିବି ମୁଁ ଯେପର୍ଯ୍ୟନ୍ତ ସେ କୃପା ନ କରିଛନ୍ତି ସେ ପର୍ଯ୍ୟନ୍ତ ମୋ ମଥାକୁ ଉଠେଇବିନି ତାଙ୍କ ଚରଣରୁ। ବୈଷ୍ଣବଙ୍କ ଚରଣ ଗୁରୁଙ୍କ ଚରଣ ଏଇଟା ହଉଛି ଗୋଟେ ଭକ୍ତର ନିଷ୍ଠା। ଯେପର୍ଯ୍ୟନ୍ତ ନ ହେଇଛି ସେ ପର୍ଯ୍ୟନ୍ତ ମୁଁ କଣ କରିବି ମୋ ମଥାକୁ ତାଙ୍କ ଚରଣରେ କେବେ ଆଣିବିନି। ତେଣୁକରି ଆମ ଜୀବନରେ ବୈଷ୍ଣବଙ୍କ କୃପା ବହୁତ ଆବଶ୍ୟକ। ବିନା ମହତର କୃପାରେ କିଛି କରେନି। ସେଇଭଳି ଜଣେ ଆଚାର୍ଯ୍ୟ ହଉଛନ୍ତି ଗୋପାଳ ଭଟ୍ଟ ବସୁ। ଆମେ ତାଙ୍କ ବିଷୟରେ ଆଜି ଶ୍ରବଣ କରିବା ଯିଏକି ଆଉ ପ୍ରାର୍ଥନା କରିବା ସେ କେମିତି ଆମ ଉପରେ କୃପା କରନ୍ତୁ। ଆମେ ତାଙ୍କ ଜୀବନ ବହୁତ କିଛି ଶିଖିବା। ଆଉ ତାଙ୍କ ଚରଣ ସବୁବେଳେ ମଥା ପାତିକି ଥିବା ଯେ ଦିନ ଆସିବ କୃପା କରିବେ ଗୋପାଳ ଭଟ୍ଟ ବସୁ। ଚୈତନ୍ୟ ମହାପ୍ରଭୁ ଯେତେବେଳେ ସନ୍ନ୍ୟାସ ନେଇଥିଲେ ମାତାଙ୍କର ଆଦେଶରେ ସେ ପୁରୀରେ ଶ୍ରୀକ୍ଷେତ୍ରରେ ବାସ କରୁଥିଲେ। ଶ୍ରୀକ୍ଷେତ୍ର କିଛି ସମୟ କିଛି ଦିନ ବାସ କରିବା ପରେ ମହାପ୍ରଭୁ ଯେହେତୁ କରୁଣାମୟ ଗୌର ସୁନ୍ଦର ସମସ୍ତଙ୍କ ଉପରେ ତାଙ୍କର କରୁଣାକୁ ବିତରଣ କରନ୍ତି। ସେଇ କରୁଣାମୟ ବହୁତ ସୁନ୍ଦର ଯେତେବେଳେ ସେ ବାହାରିଥିଲେ ଦକ୍ଷିଣକୁ ପ୍ରଚାର କରିବା ପାଇଁ ଦକ୍ଷିଣ ଦେଶର ପ୍ରତି ଗ୍ରାମେ ଗ୍ରାମେ ନଗର ନଗରେ ହରିନାମର ପ୍ରଚାର କରୁଥିଲେ। ଆଉ ମହାପ୍ରଭୁଙ୍କର ସଙ୍ଗ ଲାଭ ଯୋଉମାନେ କରୁଥିଲେ ସମସ୍ତେ କୃଷ୍ଣ ପ୍ରେମକୁ ଲାଭ ତେଣୁକରି କରୁଣା ଅବତାର ମହାପ୍ରଭୁ ଯେତେବେଳେ ଦକ୍ଷିଣରେ ଦର୍ଶନ ପ୍ରଚାର କରୁଥିଲେ ସେ ଯାଇକି କୋଉଠି ପହଞ୍ଚିଥିଲେ ନା ଶ୍ରୀ ରଙ୍ଗନାଥଙ୍କ ପାଖରେ ରଙ୍ଗନାଥ ମନ୍ଦିରରେ ସେ ଯାଇକି ପହଞ୍ଚିଲେ। ଆଉ ସେଇଠି ଉଦଣ୍ଡ କୀର୍ତ୍ତନ କରି ମହାପ୍ରଭୁ ସେଠି ନିଜର ଭାବ ପ୍ରକାଶ କରିଥିଲେ। ଆଉ ସେଠିକାର ସମସ୍ତ ଭକ୍ତ ଦେଖିକି ଆଶ୍ଚର୍ଯ୍ୟ ହଉଥିଲେ ଯେ କିଏ ଏଭଳି ଜଣେ ସନ୍ନ୍ୟାସୀ ଆଉ ତାଙ୍କ ଶରୀରରୁ ଦିବ୍ୟ ଜ୍ୟୋତି ତାଙ୍କ ଶରୀର ଅଙ୍ଗ କାନ୍ତି ବହୁତ ଉଜ୍ଜଳମୟ ଦୀପ୍ତମୟ ତେଣୁକରି ସମସ୍ତେ ଆଶ୍ଚର୍ଯ୍ୟ ହଉଥିଲେ। ଆଉ ସେଇଠି ବ୍ୟଙ୍କଟ ଭଟ୍ଟ ସମସ୍ତେ ମନେ ରଖିଥାନ୍ତି ବ୍ୟଙ୍କଟ ଭଟ୍ଟ ହଉଛନ୍ତି ଆମର ଗୋପାଳ ଭଟ୍ଟ ଗୋସ୍ୱାମୀଙ୍କର ପିତା। ତେଣୁକରି ବ୍ୟଙ୍କଟ ଭଟ୍ଟ ସେଇଠି ଭଗବାନଙ୍କର ମୁଖ୍ୟ ପୂଜାରୀ ଥିଲେ ରଙ୍ଗନାଥଙ୍କର। ଆଉ ସେ ପୂଜା କରୁଥିଲେ କିନ୍ତୁ ମହାପ୍ରଭୁଙ୍କର ଉଦଣ୍ଡ କୀର୍ତ୍ତନ ମହାପ୍ରଭୁଙ୍କର ଅଙ୍ଗ କାନ୍ତିକୁ ଦେଖିକି ସେ ତାଙ୍କ ପୂଜା ବନ୍ଦ ହେଇଗଲା। ଆଉ ସେ ତୁରନ୍ତ ଆସିକି ମହାପ୍ରଭୁଙ୍କ ଦର୍ଶନ କଲେ। ଆଉ ଭାବିଲେ ଯେ କିଏ ମହାନ ବ୍ୟକ୍ତି ଆଉ ଆଙ୍କ ପାଖରୁ ମନ ହିଁ ହଟୁନି ଆଉ ଏତେ ସୁନ୍ଦର ଇଏ କୀର୍ତ୍ତନ କରୁଛନ୍ତି ଭଗବାନ ନାମ ନଉଛନ୍ତି ଆଉ କୃଷ୍ଣ କେଶବ କୃଷ୍ଣ କେଶବ କୃଷ୍ଣ କେଶବ ରକ୍ଷ ରାମ ରାଘବ ରାମ ରାଘବ ରାମ ରାଘବ ପାଦ ହରେ କୃଷ୍ଣ 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 ହରେ ହରେ ରାମ 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 ନିରନ୍ତର ମହାପ୍ରଭୁଙ୍କର ଏଇ ନାମ ଧ୍ୱନି ତାଙ୍କ ମୁଖରୁ ବାହାରୁଛି। ଏସବୁ ଦିବ୍ୟ ନାମକୁ ଶ୍ରବଣ କରି ମହାପ୍ରଭୁଙ୍କର ଭାବର ଉଦଣ୍ଡ କୀର୍ତ୍ତନକୁ ଦେଖିକି ସମୂହ ଭକ୍ତମାନେ ଆଶ୍ଚର୍ଯ୍ୟ। ତାପରେ ସେଇଠି ବ୍ୟଙ୍କଟ ଭଟ୍ଟ ମହାପ୍ରଭୁଙ୍କ ଶରଣରେ ଆସିଥିଲେ। ଆଉ ସେ ଜାଣି ପାରିଥିଲେ ଯେ ସାକ୍ଷାତ କୃଷ୍ଣ ବ୍ରଜେନ୍ଦ୍ର ନନ୍ଦନ ତେଣୁକରି
हरे कृष्ण क्षमा करदो। ତେଣୁକରି ମହାପ୍ରଭୁଙ୍କର ଏସବୁ କୀର୍ତ୍ତନ ଦେଖି ସାରିଲା ପରେ ବ୍ୟଙ୍କଟ ଭଟ୍ଟ ମହାପ୍ରଭୁଙ୍କୁ ନିଜ ଘରକୁ ସ୍ୱାଗତ କରିଥିଲେ। ଆଉ ସେଇ ସମୟ ଥିଲା ଚାତୁର୍ମାସର ସମୟ ଯୋଉ ଚାତୁର୍ମାସରେ ଭକ୍ତ ମାନେ ଗୋଟିଏ ଜାଗାରେ ରହିକି ଭଜନ କରନ୍ତି। ସେ 4 ମାସ କେହି ବି କୋଉ ନିଜ ସ୍ଥାନ ଛାଡି କୁଆଡେ ଯାଆନ୍ତିନି। ଗୋଟିଏ ଜାଗାରେ ରହିକି ଭଗବାନଙ୍କର ବ୍ରତ କରିକି ଭଜନ କର ତେଣୁକରି ସେଇ ସମୟ ଚାତୁର୍ମାସ ବ୍ରତ ପଡିଥିଲା ସବୁ ଭକ୍ତ ମାନେ ମହାପ୍ରଭୁଙ୍କୁ ଆମନ୍ତ୍ରଣ କରିଥିଲେ ଆମ ଘରେ ଆସ ଭୋଜନ କରିବ। ତେଣୁକରି ଦକ୍ଷିଣ ତ ବହୁତ ସାରା ଭକ୍ତ ଥିଲେ। ତାଙ୍କୁ ମହାପ୍ରଭୁ କହିଲେ ମୁଁ କଣ ଯଦି ଏଇନା ସମସ୍ତଙ୍କ ଘରକୁ ଯିବି ଜଣେ ଜଣେ କରି ତାହେଲେ ମତେ ତ ଏଇ ଦକ୍ଷିଣରୁ ଯାଇପାରିବିନି କୁଆଡେ। ପ୍ରଚାର କରିବାର ଅଛି ଶ୍ରୀକ୍ଷେତ୍ରରେ ରହିବାର ଅଛି। ତେଣୁକରି ମହାପ୍ରଭୁ କହିଲେ ଠିକ ଅଛି ସମସ୍ତେ ଏକତ୍ର ହେଇକି ମୋ ପାଇଁ ଗୋଟେ ଗୋଟେ ଦିନ ବ୍ୟବସ୍ଥା କର। 10-15 ଜଣ ଘର ଏମିତି ଏକତ୍ର ହେଇକି ମହାପ୍ରଭୁ ପାଇଁ ପ୍ରସାଦ ବ୍ୟବସ୍ଥା କରୁଥିଲେ ମହାପ୍ରଭୁ ତାକୁ ଗ୍ରହଣ କରୁଥିଲେ ଆଉ ବ୍ୟଙ୍କଟ ଭଟ୍ଟଙ୍କ ଘରେ ମହାପ୍ରଭୁ ପୁରା 4 ମାସ କାଳ ରହିଥିଲେ ଆଉ ବ୍ୟଙ୍କଟ ଭଟ୍ଟଙ୍କର ସୁପୁତ୍ର ଶ୍ରୀ ଗୋପାଳ ଭଟ୍ଟ ଗୋସ୍ୱାମୀ ଜୟ ଗୋପାଳ ଭଟ୍ଟ ଗୋସ୍ୱାମୀ କି ଜୟ। ତେଣୁକରି ସେଇ ଗୋପାଳ ଭଟ୍ଟ ଗୋସ୍ୱାମୀ ସେତେବେଳେ ଛୋଟ ଥିଲେ ଆଉ ମହାପ୍ରଭୁଙ୍କର କିଛି ସେବା କରନ୍ତି ମହାପ୍ରଭୁଙ୍କ କୃପା ଲାଭ କରିଥିଲେ। ଆଉ ଗୋପାଳ ଭଟ୍ଟ ଗୋସ୍ୱାମୀ ମହାପ୍ରଭୁ ଖାଇସାରିଲା ପରେ ତାଙ୍କ ଉଚ୍ଚିଷ୍ଟକୁ ନେଇକି ଗୋପାଳ ଭଟ୍ଟ ଗୋସ୍ୱାମୀଙ୍କୁ ପ୍ରଦାନ କରନ୍ତି। ଆଉ ଗୋପାଳ ଗୋସ୍ୱାମୀଙ୍କ ମସ୍ତକରେ ହାତ ରଖି କୁହନ୍ତି ଯେ ପୂର୍ବ ଆଗାମୀ ପିଢିର ଆଚାର୍ଯ୍ୟ ବୋଲି ଏଇଭଳି ତାଙ୍କୁ ଆଶୀର୍ବାଦ କରନ୍ତି। ତେଣୁକରି ଗୋପାଳ ଭଟ୍ଟ ଗୋସ୍ୱାମୀଙ୍କର ବ୍ୟଙ୍କଟ ଭଟ୍ଟଙ୍କର ସେ ବ୍ୟଙ୍କଟ ଭଟ୍ଟଙ୍କର ସେମାନେ 3 ଭାଇ ଥିଲେ। ଜଣେ ଥିଲେ ତ୍ରିମଲ ଭଟ୍ଟ ଆଉ ଥିଲେ ହେଲେ ପ୍ରବୋଧାନନ୍ଦ ସରସ୍ୱତୀ ଏଇ ଆଉ ବ୍ୟଙ୍କଟ ଭଟ୍ଟ ଏମାନେ ତିନି ଭାଇ ଥିଲେ। ଆଉ ପରମ ପ୍ରବୋଧାନନ୍ଦ ସରସ୍ୱତୀ ଆମର ତାଙ୍କର ସେ ଯୋଉ ଶ୍ରୀ ସମ୍ପ୍ରଦାୟର ଯୋଉ ଅଛି ଆମର ତାଙ୍କର ସମ୍ପ୍ରଦାୟକୁ ବା ତାଙ୍କର ପରମ୍ପରାକୁ ଛାଡି ସେ ଆମର ଗୌଡୀୟ ସମ୍ପ୍ରଦାୟକୁ ବା ମହାପ୍ରଭୁଙ୍କ ଧାରାକୁ ଆପଣେଇଥିଲେ ବୃନ୍ଦାବନରେ ଯାଇକି ମହାପ୍ରଭୁଙ୍କର ଆଦେଶରେ ସେବା କରିଥିଲେ ପ୍ରବୋଧାନନ୍ଦ ସରସ୍ୱତୀ। ତାଙ୍କର ସମସ୍ତେ ମହାପ୍ରଭୁଙ୍କ ପରେ ଆସିବା ପରେ ସମସ୍ତେ ତାଙ୍କ ପରିବାର ସମସ୍ତେ ଗୌଡୀୟ ବୈଷ୍ଣବ ପରମ୍ପରାରେ ଅନ୍ତର୍ଭୁକ୍ତ ହେଇଥିଲେ। ତାଥିରେ ମହାପ୍ରଭୁ ସେଠି 4 ମାସ କାଳ ବାସ କରିଥିଲେ। ଆଉ ବ୍ୟଙ୍କଟ ଭଟ୍ଟଙ୍କ ସହିତ ମହାପ୍ରଭୁ ବହୁତ କୌତୁହଳ ଯୁକ୍ତ ଆଲୋଚନା କରନ୍ତି। ଆଉ ଯେହେତୁ ଶ୍ରୀ ସମ୍ପ୍ରଦାୟର ମୁଖ୍ୟ ଆରାଧ୍ୟ ହଉଛନ୍ତି ଲକ୍ଷ୍ମୀ ନାରାୟଣ ତେଣୁକରି ଲକ୍ଷ୍ମୀଙ୍କର ବେଶୀ ଆରାଧ କରନ୍ତି ସେଇଠି ମହାପ୍ରଭୁ ବ୍ୟଙ୍କଟ ଭଟ୍ଟଙ୍କ ସହିତ ଶାସ୍ତ୍ର ଆଲୋଚନା କରନ୍ତି। ଆଉ ବହୁତ ଆନନ୍ଦ ପୂର୍ଣ୍ଣ କୌତୁହଳ ପୂର୍ଣ୍ଣ ଶାସ୍ତ୍ର ଆଲୋଚନା କରନ୍ତି। ଆଉ କୁହନ୍ତି ଯେ ଭଟ୍ଟଜୀ ଆଉ ମୁଁ ଶୁଣିଛି ଆପଣଙ୍କର ଲକ୍ଷ୍ମୀ ଆଉ କୃଷ୍ଣଙ୍କୁ ପାଇବା ପାଇଁ ଯାଇକି କୋଉଠି ଗୋଟେ ତପସ୍ୟା କରିଥିଲେ ବୃନ୍ଦାବନରେ କିନ୍ତୁ ପାଇଲେନି। ବ୍ୟଙ୍କଟ ଭଟ୍ଟ କହିଲେ ଆଉ କୃଷ୍ଣ ଯିଏ ନାରାୟଣ ସିଏ ଆଉ ସେ ତାଙ୍କର କୃପା ପାଇବା ପାଇଁ ଆଗ୍ରହ ଥିଲେ ଯେହେତୁ କୃଷ୍ଣ ହଉଛନ୍ତି ରସରାଜ ଆଉ କିନ୍ତୁ ମିଳିନଥିଲା ଆଉ କିନ୍ତୁ କଣ ପାଇଁ ମିଳିଲାନି? ତମ ଲକ୍ଷ୍ମୀ ତ ଐଶ୍ୱର୍ଯ୍ୟମୟୀ ଆଉ ତମ ଲକ୍ଷ୍ମୀ ତ ତମେ ତ ଲକ୍ଷ୍ମୀଙ୍କୁ ଉପାସନା କରୁଛ। ତାହେଲେ ତମ ଲକ୍ଷ୍ମୀ କାହିଁ ତମ ବିଷ୍ଣୁ ନାରାୟଣଙ୍କୁ ଛାଡି କୃଷ୍ଣ ପାଖକୁ ଆସିଲେ? ସେଠୁ ବ୍ୟଙ୍କଟ ଭଟ୍ଟ ସେଠି କୁହନ୍ତି ମହାରାଜ ଆପଣଙ୍କୁ ପାରିବୁନି ଆପଣ ସାକ୍ଷାତ କୃଷ୍ଣ ଆପଣ ଆପଣଙ୍କ ଲୀଳା ଆପଣ ହିଁ ଜାଣନ୍ତି। ଲକ୍ଷ୍ମୀ ଚାହୁଁଥିଲେ ଭଗବାନ କୃଷ୍ଣଙ୍କର ସହିତ ରାସ ଲୀଳାରେ ଅନ୍ତର୍ଭୁକ୍ତ କିନ୍ତୁ ଯେହେତୁ ଲକ୍ଷ୍ମୀ ଥିଲେ ଐଶ୍ୱର୍ଯ୍ୟମୟୀ ତେଣୁ ସେ ତାଙ୍କର ଐଶ୍ୱର୍ଯ୍ୟକୁ ତ୍ୟାଗ କରିବା ପାଇଁ ଚାହୁଁନଥିଲେ। ହଁ ଯଦି ଆମକୁ ଭଗବାନଙ୍କ ରାସ ଲୀଳାରେ ଅନ୍ତର୍ଭୁକ୍ତ ହେବାକୁ ପଡିବ ତାହେଲେ ଆମକୁ ଗୋପୀ ହେବାକୁ ପଡିବ। ଗୋପୀ ହେବାକୁ କେମିତି ପଡିବ ନା ଆମକୁ ପ୍ରଥମେ ଜଣେ ବ୍ରଜବାସୀଙ୍କ ଘରେ ଜନ୍ମ ଲାଭ କରିବାକୁ ପଡିବ। ଆଉ ସେଇ ବ୍ରଜବାସୀଙ୍କ ଘରେ ଜନ୍ମ ଲାଭ କଲେ ଯାଇକି ଆମକୁ ଗୋପୀ ହେବାକୁ ପଡିବ ନହେଲେ ଆମେ ହେଇପାରିବାନି। ଲୋକ ଲକ୍ଷ୍ମୀ ଚାହୁଁନଥିଲେ ଯାଇକି କୋଉ ଗଉଡ ଘରେ କୋଉ ଗୋପାଳ ଘରେ ମୁଁ ଜନ୍ମ ନେବି ମୋର ଐଶ୍ୱର୍ଯ୍ୟ ମୋର ସୌନ୍ଦର୍ଯ୍ୟକୁ ମୋର ଐଶ୍ୱର୍ଯ୍ୟକୁ ତ୍ୟାଗ କରିବି ସେ ହବନି। କିନ୍ତୁ କୃଷ୍ଣ ତାଙ୍କୁ ପ୍ରାପ୍ତ ହେଲେନି କିନ୍ତୁ ଶ୍ରୁତି ମାନେ ପୂର୍ବରୁ ମୁନି ଋଷି ମାନେ ସମସ୍ତେ ଭଗବାନଙ୍କର ଲୀଳାରେ ଗୋପୀ ହେବା ପାଇଁ ଇଚ୍ଛା ପ୍ରାପ୍ତ ତେଣୁ ସମସ୍ତେ ବୃନ୍ଦାବନରେ ବ୍ରଜବାସୀଙ୍କ ଘରେ ଗୋପୀ ହେଇକି ଜନ୍ମ ନେଲେ। ଆଉ ଭଗବାନଙ୍କର ରାସ ଲୀଳାରେ ଅନ୍ତର୍ଭୁକ୍ତ ହେଲେ। ତେଣୁକରି ଭଗବାନଙ୍କର ବୃନ୍ଦାବନରେ ବ୍ରଜଲୀଳା ବହୁତ ମାଧୁର୍ଯ୍ୟମୟ ଲୀଳା। ଆଉ ଭଗବାନଙ୍କର 5ଟି ମୁଖ୍ୟ ରସ ଅଛି। ସେ 5ଟି ମୁଖ୍ୟ ରସରୁ
ଶାନ୍ତ ଶାନ୍ତ ରସ ଅଛି ଯାହାକି ଗଛ ବୃକ୍ଷ ସେ ରସରେ କୌଣସି ମାଧୁର୍ଯ୍ୟ ମାନେ ରସ ସେଇ ରସରେ କୌଣସି ରସ ନାହିଁ, ଶୁକ୍ଲା ରସ। ବାକି ମୁଖ୍ୟ 4ଟି ରସ ଅଛି। କଣ କିଏ କହିପାରିବ 4ଟି ମୁଖ୍ୟ ରସ? ପ୍ରୀତିରଞ୍ଜନ ପ୍ରଭୁ। ହରେ କୃଷ୍ଣ ପ୍ରଭୁ। ସାକ୍ଷ୍ୟ, ମାଧୁର୍ଯ୍ୟ, ଶାନ୍ତ ତ ପଳେଇଲା, ଆଉ ଦୁଇଟା ପ୍ରଭୁ। ଶୁଭକୃଷ୍ଣ ପ୍ରଭୁ। हरे कृष्ण प्रभु, दंडवत प्रणाम प्रभु। शांत रस, दास्य रस, तापरे साक्ष्य रस, बात्सल्य रस एवं माधुर्य रस। ଧନ୍ୟବାଦ। ତେଣୁକରି ସମସ୍ତେ ମନେ ରଖ, ଶାନ୍ତ ରସ, ଦାସ୍ୟ ରସ, ସାକ୍ଷ୍ୟ ରସ ଆଉ ବାତ୍ସଲ୍ୟ ରସ, ହଁ ଦାସ୍ୟ ରସ, ସାକ୍ଷ୍ୟ ରସ ଆଉ ବାତ୍ସଲ୍ୟ ରସ ଆଉ ହଉଛି ମାଧୁର୍ଯ୍ୟ ରସ। ଏଇ ହଉଛି 5ଟି ମୁଖ୍ୟ ରସ। ତେଣୁକରି କିନ୍ତୁ ସେଠୁ 4ଟା ହଉଛି ମୁଖ୍ୟ। ତେଣୁକରି ଏଇ ଯୋଉ ରସ ଭିତରୁ 3ଟି ରସକୁ ଗୁରୁତ୍ୱ ଦିଆଯାଇଛି। ସେ 4ଟିରୁ ପୁଣି 3ଟି ନା କଣ? ଗୋଟେ ହଉଛି ସଖ୍ୟ, ଗୋଟେ ବାତ୍ସଲ୍ୟ, ଆଉ ଗୋଟେ ହଉଛି ମାଧୁର୍ଯ୍ୟ। ତେଣୁକରି ଏଇ 3ଟା ରସ ଗୋଟେ ଅଛି, ବୁଝିଗଲେ ସେଟା ସାକ୍ଷ୍ୟ ରସ 2 ପ୍ରକାର, ମାଧୁର୍ଯ୍ୟ ରସ 2 ପ୍ରକାର, ଆଉ ବାତ୍ସଲ୍ୟ ରସ 2 ପ୍ରକାର। ସମ୍ଭ୍ରମ ଆଉ ଅସମ୍ଭ୍ରମ। ସମ୍ଭ୍ରମ ହଉଛି ସାକ୍ଷ୍ୟ ରସର ସମ୍ଭ୍ରମ ରସ ହଉଛି କୋଉଟା ନା ଅର୍ଜୁନ ଆଉ କୃଷ୍ଣ, ସୁଦାମା ଆଉ କୃଷ୍ଣ। ତମେ ନା ଅର୍ଜୁନ ଆଉ ସୁଦାମା କୃଷ୍ଣଙ୍କୁ ଯଦିଓ ସଖ୍ୟ ମାନୁଥିଲେ, କିନ୍ତୁ ସେ କଣ ମାନୁଥିଲେ ନା ତାଙ୍କୁ ଭଗବାନ ବି ମାନୁଥିଲେ। ଆଉ ଅସମ୍ଭ୍ରମ ବ୍ରଜବାସୀ ମାନେ କୃଷ୍ଣକୁ ସଖା ମାନୁଥିଲେ, ଭଗବାନ ମାନୁଥିଲେ। ତେଣୁକରି ଯେତେବେଳେ ଭଗବାନ କୃଷ୍ଣ ଆଉ ଗୋପାଳ ବାଳକ ମାନେ ଖେଳନ୍ତି, ତାଙ୍କ ଖେଳର ଗୋଟେ ନିୟମ ଥାଏ, ଯିଏ ହାରିବ ସେ ତାକୁ କାନ୍ଧରେ ଧରିକି ବୋହିବ, ଆଉ ଯିଏ ଜିତିବ ସେ ତା କାନ୍ଧରେ ବସିବ। କୃଷ୍ଣ ହାରିଯାଆନ୍ତି, ଗୋପ ବାଳକ ମାନେ କୁହନ୍ତି କୃଷ୍ଣ ତୁ ବସ, ତୁ କାନ୍ଧରେ ମୁଁ ବସିବି। ସେତେବେଳକୁ କୃଷ୍ଣ କୁହନ୍ତି ନା ମୁଁ ରାଜା ପୁଅ, ମୋ କାନ୍ଧରେ ତମେ ବସିବ, କେବେ ହବନି। ବ୍ରଜବାସୀ ଗୋପାଳ ବାଳକ ତାଙ୍କ ସାଙ୍ଗମାନେ କୁହନ୍ତି ତୁମେ କଣ ବଡ ଲୋକ, ତୁମେ ଆମିଷ, କୋଉ ବଡ ଲୋକଟା କିରେ, ତୋ ଗୌଡ ମୁଁ ତ ଗୌଡ, ବସୁ ନା ନାଇଁ। ହେଲା ରାଜା ପୁଅ ବସ, ଭାଇ କୃଷ୍ଣଙ୍କୁ ଜବରଦସ୍ତ ବସଉଥିଲେ, ତାଙ୍କ କାନ୍ଧରେ ବସି ଚଳୁ। ଇଏ ହଉଛି ଅସମ୍ଭ୍ରମ ରସ, ସଖ୍ୟ ରସ। ଆଉ ଗୋଟେ ହଉଛି ସମ୍ଭ୍ରମ ବାତ୍ସଲ୍ୟ, ଅସମ୍ଭ୍ରମ ବାତ୍ସଲ୍ୟ। ସମ୍ଭ୍ରମ ବାତ୍ସଲ୍ୟରେ ଅଛନ୍ତି ଦେବକୀ ବସୁଦେବ। ଏମାନେ ଭଗବାନଙ୍କୁ କଣ ଭଗବାନ ରୂପରେ ମାନନ୍ତି, ପୁତ୍ର ପରି ଜ୍ଞାନ କରନ୍ତି। କିନ୍ତୁ ଅସମ୍ଭ୍ରମ ଭାବ ହଉଛନ୍ତି ଯଶୋଦା ମାତା ଆଉ ନନ୍ଦ ବାବା, ଯେ କି କେବଳ ହିଁ କେବଳ ସନ୍ତାନ ରୂପରେ ତାଙ୍କୁ ଦେଖନ୍ତି। କେବେ ବି କୁହନ୍ତିନି, ମୋ ଯିଏ ଆସି କୁହନ୍ତି ଆପଣଙ୍କୁ ପୁଅ ଭଗବାନ, ସେ କୁହନ୍ତି ଭଗବାନ କଣ ଶସ୍ତା ପଡିଛନ୍ତି ମୋ ଘରେ ଆସି ଜନ୍ମ ନେବେ? ନା ସେ କୋଷ ହଜିଆ ବସ୍ତୁ। ହଁ ଗର୍ଗାଚାର୍ଯ୍ୟ କହିଦେଇଥିଲେ ମୋ ପୁଅ ନାରାୟଣ ତୁଲ୍ୟ, ତା ଅର୍ଥ ନୁହେଁ ମୋ ପୁଅ ନାରାୟଣ। ଆଉ ଯଦି ମୋ ପୁଅ ନାରାୟଣ, ତାହେଲେ ମୋ ପୁଅ ଆସିକି କାଇଁ ମୋ ପଛରେ ଲୁଚୁଛି, ମୋ ପଣତ ତଳେ ସିଙ୍ଗାଣି ପୋଛୁଛି, ଆମ ପଣତ ତଳେ କାହିଁ ଆସିକି ଡରିକି ଘୋଡେଇ ହଉଛି? ଯଦି ମୋ ପୁଅ ଭଗବାନ, ଭଗବାନ କଣ ଏଟା କର ଏଭଳି ଯଶୋଦା ମାତା କୁହନ୍ତି। ଇଏ ହଉଛି ପ୍ରକୃତରେ ଉଚ୍ଚ କୋଟିର ରସର ଭାବ। ଆମେ ସେ ସ୍ଥିତି ଯିବା ତ କେତେ ଜନ୍ମ ଲାଗିଯିବ। ଆଉ ତା ସମ୍ଭ୍ରମ ମାଧୁର୍ଯ୍ୟ, ଅସମ୍ଭ୍ରମ ଆଉ ଅସମ୍ଭ୍ରମ ମାଧୁର୍ଯ୍ୟ। ସମ୍ଭ୍ରମ ମାଧୁର୍ଯ୍ୟରେ ଅଛନ୍ତି ଦ୍ୱାରିକାର 16,108 ପାଟରାଣୀ ମାନେ, ମହିଷୀ ମାନେ। ସେମାନେ କୃଷ୍ଣଙ୍କୁ କଣ ଭାବନ୍ତି ନା ଇଏ ହଉଛନ୍ତି ମୋ ସ୍ଵାମୀ ଆଉ ପ୍ରଭୁ। ପାହାଡ ବସିଛନ୍ତି କି କୃଷ୍ଣଙ୍କ ଛବି ଦେଖୁଥିଲେ ତାଙ୍କ ହୃଦୟରେ। ତେଣୁକରି କୁହାଯାଇଛି ରାଧାରାଣୀ ଜନ୍ମ ହେଲା ବେଳେ ଆଖି ବନ୍ଦ କରିଦେଇଥିଲେ, ସେ ଆଖି ଖୋଲି ନଥିଲେ, ଆଖି ବନ୍ଦ କରିକି ସେ ଥିଲେ। ଯେତେବେଳେ କୃଷ୍ଣ ଆସିଲେ ପ୍ରଥମେ ସେ କୃଷ୍ଣଙ୍କୁ ଦର୍ଶନ କଲେ, କଣ ପାଇଁ ନା କୃଷ୍ଣଙ୍କର ଛବି ତାଙ୍କ ଆଖିରେ ଲାଗିଯିବ, ତାପରେ ସେ ଯାହାକୁ ଦେଖେ କୃଷ୍ଣଙ୍କୁ ହିଁ ଦେଖେ। ତେଣୁକରି ଏଇଭଳି ଭାବରେ 4 ମାସ କାଳ ପର୍ଯ୍ୟନ୍ତ କୃଷ୍ଣର ରସକୁ, କୃଷ୍ଣର ପ୍ରେମକୁ ମହାପ୍ରଭୁ ବ୍ୟଙ୍କଟ ଘଟଙ୍କ ସହିତ ଆଲୋଚନା ମାନେ ଡେଲି
हरि कथारे आनंद प्राप्त होउथिले। तापरे महाप्रभु जेतेबेले 4 मास व्रत सरीगला महाप्रभु जेतेबेले वेंकट भट्टଙ୍କ गृहରୁ ଆସିବା ପାଇଁ ବାହାରିଲେ ସମସ୍ତଙ୍କ ହୃଦୟରେ କ୍ରନ୍ଦନର ସେ ଯୋଉ ବ୍ୟାକୁଳତା ଥିଲା ଆଉ ସମସ୍ତେ ବି ମହାପ୍ରଭୁଙ୍କ ବିରହରେ କ୍ରନ୍ଦନ କରିବାକୁ ଲାଗୁଥିଲେ। ଆଉ ସେଇଠି ଗୋପାଳ ଭଟ୍ଟ ଗୋସ୍ୱାମୀ ସେ ଯେତେବେଳେ ଛୋଟ ଥିଲେ ସେତେବେଳକୁ ମହାପ୍ରଭୁଙ୍କ ଚରଣ ଧରି ସେ ବହୁତ କାନ୍ଦି କାନ୍ଦିକା ମୂର୍ଚ୍ଛିତ ହେଇଯାଆନ୍ତି ଗୋପାଳ ଭଟ୍ଟ ଗୋସ୍ୱାମୀ। ଆଉ ସେଠି ମହାପ୍ରଭୁ ତାଙ୍କୁ ଗୋଟେ ଉପଦେଶ ଦେଇକି ଆସିଥିଲେ ଯେ ବୃଦ୍ଧ ପିତାମାତାଙ୍କର ସେବା କର ଆଉ ସେବା ପରେ ତମେ ସିଧା ବୃନ୍ଦାବନ ଯାଅ ଆଉ ଭଜନ କର ସେବା କର ବୃନ୍ଦାବନ ଯାଇକି। ତାପରେ ମହାପ୍ରଭୁଙ୍କର ଅନୁମତି କ୍ରମେ ଗୋପାଳ ଭଟ୍ଟ ଗୋସ୍ୱାମୀ ଧୀରେ ଧୀରେ ବଡ ହେଲା ପରେ ସେ ମହାପ୍ରଭୁଙ୍କର ଆଦେଶରେ ପିତାମାତାଙ୍କର ସେବା କଲେ। ଆଉ କାଳକ୍ରମେ ଯେତେବେଳେ ତାଙ୍କର ପିତାମାତା ଶରୀର ତ୍ୟାଗ କରିବା ପାଇଁ ଯାଉଥିଲେ ତା ଯିବା ପୂର୍ବରୁ ତାଙ୍କ ପିତାମାତା ବି ମହାପ୍ରଭୁ ସେଇଠି କହିଥିଲେ ଗୋପାଳ ଭଟ୍ଟକୁ ଯେ ତୁମେ ଆମର ଦେହାନ୍ତ ପରେ ତୁମେ ଯିବ ବୃନ୍ଦାବନ ମହାପ୍ରଭୁଙ୍କ ଆଦେଶକୁ ପାଳନ କରିବ। ତାପରେ କିଛି ଦିନ ଗଲା ପରେ ଗୋପାଳ ଭଟ୍ଟ ଗୋସ୍ୱାମୀଙ୍କର ଅ ପିତାମାତାଙ୍କର ଦେହାନ୍ତ ହେଇଥିଲା ଭଗବତ ପ୍ରାପ୍ତି ହେଇଥିଲା। ତାପରେ ଗୋପାଳ ଭଟ୍ଟ ଗୋସ୍ୱାମୀ ମହାପ୍ରଭୁଙ୍କର ପ୍ରଚାର କରିବା ପାଇଁ ମହାପ୍ରଭୁଙ୍କ ଆଦେଶ ପାଳନ କରିବା ବୃନ୍ଦାବନ ଅଭିମୁଖେ ଯାତ୍ରା କରିଥିଲେ। ଏଠି ଗୋପାଳ ଭଟ୍ଟ ଗୋସ୍ୱାମୀଙ୍କୁ ମହାପ୍ରଭୁ ଉପଦେଶ ଦେଇଥିଲେ ଯେ ତମେ ଗୃହେ ରୁହ ଆଉ ପିତାମାତାଙ୍କର ବୃଦ୍ଧ ବୈଷ୍ଣବ ପିତାମାତାଙ୍କର ସେବା କର ତାପରେ ଗୃହସ୍ଥ ଆଶ୍ରମ ପ୍ରବେଶ ନ କରି ତା ପଛରେ ବୃନ୍ଦାବନ ଯିବ ମୋର ଆଦେଶ କ୍ରମେ। ଏଇଠି ଗୋପାଳ ଭଟ୍ଟ ଗୋସ୍ୱାମୀଙ୍କର ପିତାମାତା ଗୋପାଳ ଭଟ୍ଟ ଗୋସ୍ୱାମୀଙ୍କୁ ଡବଲ ଫଳ ମିଳିଥିଲା। ଯେହେତୁ ଗୋପାଳ ଭଟ୍ଟ ଗୋସ୍ୱାମୀଙ୍କର ପିତାମାତା ବୈଷ୍ଣବ ଥିଲେ ତେଣୁକରି ତାଙ୍କୁ ବୈଷ୍ଣବ ସେବାର ଫଳ ମିଳୁଥିଲା ଆଉ ଯଦି ପିତାମାତା ଥିଲେ ପିତାମାତାଙ୍କର ସେବାର ଫଳ ମିଳୁଥିଲା ଡବଲ ଫଳ ମିଳୁଥିଲା। ମୁଁ ଯାଉଛି ଯୋଉମାନଙ୍କ ପିତାମାତା ବି ବୈଷ୍ଣବ ସେମାନେ ପିତାମାତାଙ୍କର ସେବା ଫଳ ମିଳିବ ବୈଷ୍ଣବ ସେବାର ଫଳ ମିଳିବ। ଆଉ ଯୋଉମାନଙ୍କ ପିତାମାତା ବୈଷ୍ଣବ ହେଇନାହାନ୍ତି ଆମେ ଚେଷ୍ଟା କରିବା ତାଙ୍କୁ ବୈଷ୍ଣବ ଭକ୍ତ କରିବା ପାଇଁ ଆଉ ତାଙ୍କର ସେବା କରିବା ପିତାମାତାଙ୍କର ସେବାର ଫଳ ବି ଆମକୁ ପ୍ରାପ୍ତ ହବ। ତାପରେ ଚୈତନ୍ୟ ମହାପ୍ରଭୁଙ୍କ ଆଦେଶ କ୍ରମେ ଗୋପାଳ ଭଟ୍ଟ ଗୋସ୍ୱାମୀ ବୃନ୍ଦାବନ ଯାଇଥିଲେ। ବୃନ୍ଦାବନ କିଛି କାଳ ରହିଲା ପରେ ସେ ସ୍ୱପ୍ନାଦେଶ ଦେଖିଲେ ଯେ ତାଙ୍କୁ ତୀର୍ଥ କିଛି ଭ୍ରମଣ କରିବାର ଅଛି। ସେ ନେପାଳ ଯାଇଥିଲେ ଗଣ୍ଡୁକି ଆଉ ଗଣ୍ଡୁକି ଯିବା ଭିତରେ ଗୋପାଳ ଭଟ୍ଟ ଗୋସ୍ୱାମୀ ଜଣେ ଭକ୍ତଙ୍କ ଗୃହରେ ଗୋଟେ ଗ୍ରାମରେ ପ୍ରଚାର କଲେ ଆଉ ସେଇ ଗ୍ରାମରେ ଜଣେ ଭକ୍ତଙ୍କ ଗୃହରେ ଗୋପାଳ ଭଟ୍ଟ ଗୋସ୍ୱାମୀ ସେ ଗାଁ ନାଁ ଅଛି ସାହାରଣପୁର। ସାହାରଣପୁର ଗ୍ରାମରେ ଗୋପାଳ ଭଟ୍ଟ ଗୋସ୍ୱାମୀ ସେଇଠି ଗୋଟେ ଦିନ ଜଣେ ଭକ୍ତଙ୍କ ଘରେ ବାସ କରିଥିଲେ ଆଉ ତାଙ୍କର କୌଣସି ପୁତ୍ର ସନ୍ତାନ ନଥିଲେ ସେ ଅପୁତ୍ରିକ ଥିଲେ। ଗୋପାଳ ଭଟ୍ଟ ଗୋସ୍ୱାମୀ ତାଙ୍କୁ କୃପା କରିଥିଲେ ଯେ ତମର ପୁତ୍ର ସନ୍ତାନ ହବ ଆଉ ସେ ସେଇଠି କହିଥିଲେ ଯେ ମୋର ପ୍ରଥମ ପୁତ୍ର ହେଲେ ମୁଁ ଆପଣଙ୍କୁ ପ୍ରଦାନ କରିବି ଆପଣଙ୍କ ସେବାରେ। ତାପରେ ଗୋପାଳ ଭଟ୍ଟ ଗୋସ୍ୱାମୀ ସେଠି ଗଣ୍ଡୁକି ଯାଇଥିଲେ। ଗଣ୍ଡୁକି ଯାଇକି ସେଠି ଗଣ୍ଡୁକି ନଦୀରେ ସ୍ନାନ କରିବା ସମୟରେ ସେତେବେଳକୁ ଜଳ ଦାନ କରୁଥିଲେ ସେ ସମୟରେ ତାଙ୍କ ହାତକୁ 12 ଜଣ ଶାଳଗ୍ରାମ ଶିଳା ପଳେଇ ଆସୁଥିଲେ ଆଉ ଗୋପାଳ ଭଟ୍ଟ ଗୋସ୍ୱାମୀ ଫୋପାଡ଼ି ଦଉଥିଲେ ଏ କଣ ଶାଳଗ୍ରାମ ଆଉଛନ୍ତି କଣ ଆଉ ଥରେ ଯେତେବେଳେ ପ୍ରଣାମ କରି ସୂର୍ଯ୍ୟ ପ୍ରଣାମ ସେଇ ସେମ୍ ଶାଳଗ୍ରାମ 12 ଜଣ ପୁଣି ତାଙ୍କ ହାତକୁ ସେ ପୁଣି ଫୋପାଡ଼ି ଦେଲେ। ପୁଣି ଆଉ ଥରେ ପ୍ରଣାମ କରି ପୁଣି ସେ ଶାଳଗ୍ରାମ 12 ଜଣ ତାଙ୍କ ହାତକୁ ସେ ଭାବିଲେ ଯେ ମହାପ୍ରଭୁ ଭଗବାନଙ୍କର ଇଚ୍ଛା ସେ ମୋ ପାଖରେ ରହିବା ପାଇଁ ଚାହୁଁଛନ୍ତି ଆଉ ସେ ତାଙ୍କୁ ତାଙ୍କର ମୁଣାରେ ଧରିକି ଆସିଲେ ବୃନ୍ଦାବନ ଆଉ ସେଠିକାର ଜଣେ ଶାଳଗ୍ରାମ ଥିଲା ଜଣଙ୍କ ନାଁ ଥିଲା ଦାମୋଦର ଶାଳଗ୍ରାମ। ସେ ଶାଳଗ୍ରାମଙ୍କର ସେବା କରନ୍ତି। ବ୍ରଜରେ ସବୁ ଆଚାର୍ଯ୍ୟ ମାନଙ୍କର ସବୁ ଗୋସେଇଁ ମାନଙ୍କର କଣ ଥାଏ ବିଗ୍ରହ ଥାନ୍ତି କିନ୍ତୁ ଗୋପାଳ ଭଟ୍ଟ ଗୋସ୍ୱାମୀଙ୍କର ବିଗ୍ରହ ନାହାନ୍ତି ତାଙ୍କ ଶାଳଗ୍ରାମ ସବୁଦିନ ଶାଳଗ୍ରାମକୁ ଉଠନ୍ତି ସେବା କରନ୍ତି ତାଙ୍କ ଚନ୍ଦନ ତୁଳସୀ ଦେଇକି ଜଳ ତୁଳସୀ ଦେଇକି ସେବା କରନ୍ତି। ଏଇଭଳି କାଳକ୍ରମେ କିଛି ବର୍ଷ ଗଲା ପରେ ଜଣେ ଜମିଦାର ମଥୁରାରୁ ସେ ଗୋପାଳ ଭଟ୍ଟ ବୃନ୍ଦାବନ ଆସିଥିଲେ ଆଉ ସବୁ ଗୋସ୍ୱାମୀ ନୃସିଂହ ଚତୁର୍ଦଶୀ ଦିନ ଆଉ ସବୁ ଗୋସ୍ୱାମୀ ମାନଙ୍କ ବିଗ୍ରହଙ୍କୁ କିଛି ବସ୍ତ୍ର ପ୍ରଦାନ କରିଥିଲେ ଅଳଙ୍କାର ବସ୍ତ୍ର ସେ ଆଣିକି ଗୋପାଳ ଭଟ୍ଟ ଗୋସ୍ୱାମୀଙ୍କୁ ଦେଲେ। ଗୋପାଳ ଭଟ୍ଟ ଗୋସ୍ୱାମୀ ଭାବିଲେ ଆରେ ମୋର ତ ବିଗ୍ରହ ନାହାନ୍ତି ମୁଁ କଣ କରିବି ଆଉ ତାଙ୍କ ମନରେ ବି ଆସିଲା ଆଉ ମୋର ଯଦି ବିଗ୍ରହ ଥାନ୍ତି ମୁଁ ତାଙ୍କୁ ସଜେଇ ଦିଅନ୍ତି ତାଙ୍କୁ ଡ୍ରେସ ଦେଇ ଦିଅନ୍ତି ତାଙ୍କୁ ଅଳଙ୍କାର ପିନ୍ଧାନ୍ତି ତାଙ୍କୁ ପଗଡି ପିନ୍ଧାନ୍ତି ତାଙ୍କୁ ବେଶ କରନ୍ତି ଆଉ ତାଙ୍କ ମନରେ ଆସିଲା
ଆଉ ପ୍ରହ୍ଲାଦ ମହାରାଜ 5 ବର୍ଷ ବାଳରେ ଭଗବାନଙ୍କୁ ପ୍ରାପ୍ତ ହୋଇଥିଲେ। ତାଙ୍କ ଇଚ୍ଛାରେ ଭଗବାନ କୁମ୍ଭରୁ ବାହାରିଥିଲେ। ହଁ, ତାଙ୍କ ବିଗ୍ରହ ରୂପରେ ପ୍ରକଟ ହେଇଥିଲେ ତାଙ୍କ ରୂପରେ। ଆଉ ମୁଁ ବୃଦ୍ଧ ହେଲିଣି ମଧ୍ୟ ମୋର ସେତିକି ଭକ୍ତି ନାହିଁ, ତେଣୁକରି ଭଗବାନ ବୋଧେ ମୋର ସେବା ନେବା ପାଇଁ ଚାହୁଁନାହାନ୍ତି। ତେଣୁକରି ମୁଁ ତ ଭକ୍ତି ଠିକ ସେ କରିପାରୁନି, ତେଣୁକରି ଭଗବାନ ମୋ ଉପରେ କୃପା କରୁନାହାନ୍ତି। ବ୍ୟାକୁଳରେ ସେ ଚାହୁଁଥିଲେ ଯେମିତି ତାଙ୍କ ପାଖରେ ଯେମିତି ବିଗ୍ରହ ଥାଆନ୍ତି। ବ୍ୟାକୁଳ ହୃଦୟରେ ଗୋପାଳ ଭଟ୍ଟ ଗୋସ୍ୱାମୀ ରାତିରେ ଯେତେବେଳେ ଶୟନ କରିଛନ୍ତି, ସକାଳ ଉଠିଲା ଯେତେବେଳେ ତାଙ୍କ ଶାଳଗ୍ରାମ ପାଖକୁ ଗଲାବେଳକୁ ତାଙ୍କ ମୁଣିଟା ଏମିତି ହେଇଥିଲା, ଏ ମୁଣି ଉଠିକି ଅଛି। ଆରେ ଏ ମୁଣି ଭିତରୁ କଣ ଗୋଟେ ଠିଆ ହେଇକି ବାହାରିଛି। ଯେତେବେଳେ ସେ ମୁଣ୍ଡଟା ଖୋଲିଲା ବେଳକୁ ସାକ୍ଷାତ ଜୟ ରାଧାରମଣ ଲାଲ କି ତେଣୁକରି ସାକ୍ଷାତ ଭଗବାନ ରାଧାରମଣ ଲାଲ ପ୍ରକଟ ହେଇଛନ୍ତି। ଆଉ ଏତେ ସୁନ୍ଦର ଦିବ୍ୟ ମୂର୍ତ୍ତି ରୂପକୁ ଦେଖି ଗୋପାଳ ଭଟ୍ଟ ଗୋସ୍ୱାମୀ ଆଶ୍ଚର୍ଯ୍ୟ ହେଲେ। ସାରା ବ୍ରଜରେ ଘୁରି ପଡିଲା, ଆରେ ଶାଳଗ୍ରାମରୁ ବିଗ୍ରହ ପ୍ରକଟ ହେଇଛନ୍ତି। ଆଉ ବହୁତ ସୁନ୍ଦର ରମଣୀୟ ବିଗ୍ରହ ପ୍ରକଟ ହେଇଛନ୍ତି ବୋଲି ସବୁ ବ୍ରଜରେ ଘୁରି ପଡିଲା। ସବୁ ଆଚାର୍ଯ୍ୟ ସବୁ ଗୋସେଇଁ ମାନେ ଆସିଲେ, ଆସିକି ଦେଖିଲା ଏତେ ସୁନ୍ଦର ବିଗ୍ରହ, କଣ କରିବା ଏ କେମିତି ହେଲା? ଗୋପାଳ ଭଟ୍ଟ ଗୋସ୍ୱାମୀ ସବୁ କହିଲେ, ଏଇ ଦିନ ଭାବିଥିଲି। ଯୋଉ ସନାତନ ଗୋସ୍ୱାମୀ କହିଲେ ଗୋପାଳ ଭଟ୍ଟ ସାକ୍ଷାତ ମହାପ୍ରଭୁ ତମ ପାଖରେ ଆସିକି ଉପସ୍ଥିତ ହେଇଛନ୍ତି। ଯେଭଳି ଚୈତନ୍ୟ ମହାପ୍ରଭୁ ତାପରେ ତାଙ୍କୁ କୁହାଗଲା ଯେ ୟାଙ୍କର ନାମ କଣ ଦେବା? ଆଉ ସେଠି ଗୋପୀନାଥ ମଦନ ମୋହନ ଏଇ 3 ଜଣ ବିଗ୍ରହଙ୍କର ମୁଖ୍ୟ ସେବକ ବି ଥିଲେ। ଗୋବିନ୍ଦଙ୍କର ଥିଲେ କିଏ ନା ଆମର ରୂପ ଗୋସ୍ୱାମୀ, ମଦନ ମୋହନଙ୍କର ସନାତନ ଗୋସ୍ୱାମୀ, ମଧୁ ପଣ୍ଡିତ ଥିଲେ ଗୋପୀନାଥଙ୍କର। ତେଣୁକରି 3 ଜଣ କହୁଥିଲେ। ତେଣୁକରି ସନାତନ ଗୋସ୍ୱାମୀ କହୁଛନ୍ତି, ଆରେ ଆଙ୍କ ଚରଣରେ ତ ମୋ ମଦନ ମୋହନ ଭଳି। ସେ ରୂପ ଗୋସ୍ୱାମୀ କହୁଛନ୍ତି ତାଙ୍କର ହୃଦୟ ତ, ତାଙ୍କ ଛାତି ତ ମୋ ଗୋବିନ୍ଦଙ୍କ ଭଳି। ଆଉ ସରି ରୂପ ଗୋସ୍ୱାମୀ କହୁଛନ୍ତି ତାଙ୍କ ଚରଣ ତ ମୋ ଗୋବିନ୍ଦଙ୍କ ଭଳି। ଏଠୁ ସନାତନ ଗୋସ୍ୱାମୀ କହୁଛନ୍ତି ତାଙ୍କ ଛାତି ତ ମୋ ମଦନ ମୋହନଙ୍କ ଭଳି। ଏଠୁ ମଧୁ ପଣ୍ଡିତ କହୁଛନ୍ତି ତାଙ୍କ ମୁଖ ତ ମୋ ଗୋପୀନାଥଙ୍କ ଭଳି। ତେଣୁକରି କୁହାଯାଇଛି, ଯଦି ରାଧାରମଣ ଲାଲଙ୍କୁ ଦର୍ଶନ କରିବା, ତାହେଲେ ଆମକୁ ଗୋବିନ୍ଦ ଗୋପୀନାଥ ମଦନ ମୋହନଙ୍କ 3 ଜଣଙ୍କ ବିଗ୍ରହଙ୍କ ଦର୍ଶନର ଫଳ ମିଳିବ। କାରଣ ସେ 3 ବିଗ୍ରହଙ୍କ ମିଶ୍ରିତ ତନୁ। ତେଣୁକରି ସେଠି ସନାତନ ଗୋସ୍ୱାମୀ କହିଲେ ଗୋପାଳ ଭଟ୍ଟ ଆଉ ତୁମ ଉପରେ ତମ ପାଖରେ ସାକ୍ଷାତ ମହାପ୍ରଭୁ ଆସିକି ଅଛନ୍ତି। ଯେଭଳି ଚୈତନ୍ୟ ମହାପ୍ରଭୁ ରାଧାକୃଷ୍ଣଙ୍କର ମିଳିତ ତନୁ, ଇଏ ସେମିତି ରାଧାକୃଷ୍ଣଙ୍କର ମିଳିତ ତନୁ। ଆଙ୍କ ନାମ ରାଧାରମଣ ଲାଲ। ତାଙ୍କ ନାଁ ଦିଆଗଲା ରାଧାରମଣ ଲାଲ। ତେଣୁକରି ତାପରେ କହିଲେ ଠିକ ଅଛି। ସେଠି ଗୋପାଳ ଭଟ୍ଟ ଗୋସ୍ୱାମୀ ଜଣେ ଗୋସେଇଁ ଆଣିକି ଦେଇଥିଲେ, ଇଏ ଟିଆ ବିଗ୍ରହ। ଆମକୁ କଣ ଫଟୋ ଦେଖୁଛନ୍ତି ବହୁତ ବଡ, କିନ୍ତୁ ପାଖରେ ଦେଖିଲେ ସେ ବେଶୀ ନାହିଁ, ଚାଖେ। ସେ ଛୋଟ ଛୁଆର ବହୁତ କହନ୍ତି, ଛୋଟ ସାପର ବେଶୀ ବିଷ। ଯେମିତି ରାଧାରମଣ ଛୋଟ ନା, ଛୋଟଙ୍କର ବହୁତ ତାଙ୍କର ନଟଖଟ। ମୁଁ ଦେଖୁନ ସମସ୍ତେ ସବୁ ବିଗ୍ରହଙ୍କୁ ଦେଖନ୍ତୁ, ରାଧାରମଣ ଦେଖନ୍ତୁ। ଡେଲି କୋଉଦିନ କୌପୁନୀ ଖଣ୍ଡେ ପିନ୍ଧିକି ଠିଆ ହେଇଥିବ, କୋଉଦିନ ପୁରା ଫୁଲ ବେଶରେ ଠିଆ ହେଇଥିବେ। ଆଉ କୋଉଦିନ ଦେଖିବ ତାଙ୍କ ଦାନ୍ତ ଦେଖା ହଉଥିବ, କୋଉଦିନ ଆଖିଟା ଦେଖିବ ଏମିତି ହେଇଥିବ। ହଁ, ବହୁତ ସେ ନଟଖଟ, ବହୁତ ଯେମିତି କୁହନ୍ତିନି ଷ୍ଟାଇଲ ମାରନ୍ତି। ତେଣୁକରି ରାଧାରମଣ ଲାଲ ବୃନ୍ଦାବନରେ ଜଣେ ହିରୋ। ଭଳି ଷ୍ଟାଇଲ ମାରନ୍ତି। ଆଉ ଦେଖିବ ସବୁ ମନ୍ଦିର ଅପେକ୍ଷା ରାଧାରମଣଙ୍କର ଛୋଟ ମନ୍ଦିର, ଆଉ ସୁନ୍ଦର ଭାବେ ତାଙ୍କୁ ସଜେଇଥିବେ। ଆଜି ଏ ବେଶ, କାଲି ସେ ବେଶ, ଆଉ କାଲି ମଙ୍ଗଳ ଆରତୀ ବେଶ, କେତେ ସୁନ୍ଦର ରାଧାରମଣଙ୍କ ବେଶ। ସବୁବେଳେ ରାଧାରମଣ ହିଁ ଆକର୍ଷଣ କେନ୍ଦ୍ର ହୁଅନ୍ତି। ଯେହେତୁ ସେ ସମୁଦ୍ର ହୃଦୟରେ ବି ରମଣ କରନ୍ତି। ତାପରେ ସେଠି କହିଲେ, ଆଉ ଜଣେ ସେଠପତି ଆସିଥିଲେ ଡ୍ରେସ ଆଣିଥିଲେ। ସବୁ ଗୋସ୍ୱାମୀ ଡ୍ରେସଟା ଆଣିଲ। ଦେଖିଲା ବେଳକୁ ଡ୍ରେସଟା ଜେଡିକିଟେ, ରାଧାରମଣ ହେଇଛନ୍ତି ସେଡିକିଟେ। ସେ ଡ୍ରେସଟାକୁ ପିନ୍ଧିହେଲେ। ତାଙ୍କୁ ସେ ଡ୍ରେସ ତାଙ୍କୁ ଅଭିଷେକ କରାଗଲା, ତାଙ୍କୁ ଭୋଗ ଲାଗିଲା, ସେ ଡ୍ରେସ ପିନ୍ଧା ହେଲା, ଭଗବାନଙ୍କୁ ମହାଆଳତି କରାଗଲା। ଏଇଭଳି ଭାବରେ ହଁ, ଟିକେ ପଛକୁ ପଳେଇବା। ଚୈତନ୍ୟ ମହାପ୍ରଭୁ ଯେତେବେଳେ ଗୋପାଳ ଭଟ୍ଟ ଗୋସ୍ୱାମୀ ଆସିକି ବୃନ୍ଦାବନ ପ୍ରଥମେ ପହଞ୍ଚିଥିଲେ, ରୂପ ଗୋସ୍ୱାମୀ ଜଣେ ଦୂତଙ୍କ ହାତରେ ଚିଠି ଲେଖିଥିଲେ ପୁରୀକୁ। କାହାକୁ? ଚୈତନ୍ୟ ମହାପ୍ରଭୁଙ୍କ ପାଖକୁ, ଯେ ଗୋପାଳ ଭଟ୍ଟ ଗୋସ୍ୱାମୀ ବର୍ତ୍ତମାନ ଆସିକି ବ୍ରଜକୁ ପଳେଇ ଆସିଲେଣି ଘର ଛାଡିକି। ତେଣୁ ଚୈତନ୍ୟ ମହାପ୍ରଭୁଙ୍କ ପାଖକୁ ଖବର ଦିଆଗଲା। ଚୈତନ୍ୟ ମହାପ୍ରଭୁ ସେ ଚିଠି ପଢିଲେ, ବହୁତ ଖୁସି ହେଇଗଲେ। ଯାହା ହଉ ଗୋପାଳ ଭଟ୍ଟ ବର୍ତ୍ତମାନ ବୃନ୍ଦାବନରେ ମୋ ସେବାରେ ଲାଗିଗଲାଣି। ଆଉ ତାପରେ ସେଇ ଦୂତଙ୍କ ହାତରେ ଚୈତନ୍ୟ ମହାପ୍ରଭୁ କୌପୁନୀ ସହିତ ବହିର୍ବାସ, ମାନେ ତାଙ୍କ ଉତ୍ତରୀ 2ଟାଙ୍କୁ ପଠେଇଥିଲେ ଗୋପାଳ ଭଟ୍ଟ ଗୋସ୍ୱାମୀଙ୍କ ପାଇଁ। କିଛି ଚିଠି ଲେଖିକି ରୂପ ଗୋସ୍ୱାମୀ କି ତାଙ୍କ ଦୂତ ସେ କୌପୁନୀ ବହିର୍ବାସ ଦେଲେ। ରୂପ ଗୋସ୍ୱାମୀ ଗୋପାଳ ଭଟ୍ଟ ଗୋସ୍ୱାମୀ କି ତାଙ୍କର କୌପୁନୀ କି ତାଙ୍କର ବହିର୍ବାସ ପ୍ରଦାନ କଲେ। ମହାପ୍ରଭୁ ତାଙ୍କ ଉପରେ ତାଙ୍କୁ କୃପା ପ୍ରଦାନ କରିଛନ୍ତି। ତାପରେ
ଏଇଭଳି ଭାବରେ ରାଧାରମଣ ଲାଲଙ୍କର ସବୁବେଳେ ସେବା ଚାଲେ। ସେବା ଚାଲିଲା ପରେ ଦିନେ ଆମେ ଶୁଣିଥିଲେ ଯେତେବେଳକୁ ଗୋପାଳ ଭଟ୍ଟ ଗୋସ୍ୱାମୀ ନେପାଳ ଯାଇଥିଲେ ଗଣ୍ଡୁକି, ବାଟରେ ଯିବା ଗଲା ବେଳକୁ ସେ ଗ୍ରାମରେ ଜଣେ ଭକ୍ତଙ୍କ ଘର ରହିଥିଲା। ସେ କହିଥିଲେ ତାଙ୍କର ସନ୍ତାନ ହେଲେ ସେ ପ୍ରଥମ ସନ୍ତାନ ଗୋପାଳ ଭଟ୍ଟ ଗୋସ୍ୱାମୀଙ୍କ ସେବାରେ ଦେବେ ବୋଲି। ଆଉ ତାଙ୍କର ପ୍ରଥମ ସନ୍ତାନ ଯେତେବେଳେ ହେଲା, ତାଙ୍କ ପ୍ରଥମ ସନ୍ତାନକୁ ସେ କଣ କରିଥିଲେ, ଗୋପାଳ ଭଟ୍ଟ ଗୋସ୍ୱାମୀଙ୍କର ସେବାକୁ ପ୍ରଦାନ କରିଥିଲେ। ଆଉ ସେ ଆସିକି ପହଞ୍ଚିଥିଲେ କୋଉଠି, ଆଉ ତାଙ୍କ ନାଁ ଥିଲା କଣ, ତାଙ୍କ ନାଁ ଥିଲା ଗୋପୀନାଥ। ତେଣୁକରି ସେ ଆସିକି ଯେତେବେଳକୁ ଗୋପାଳ ଭଟ୍ଟ ଗୋସ୍ୱାମୀ ପାଖରେ ପହଞ୍ଚିଲେ, ଗୋପାଳ ଭଟ୍ଟ ଗୋସ୍ୱାମୀ ପଚାରିଲେ ତୁମେ କିଏ, ତୁମେ କୋଉଠୁ ଆଇଛ, କାହିଁକି ଆଇଛ, ତୁମ ନାଁ କଣ? ସେ କହିଲେ ମୁଁ ହଉଛି ଗୋପୀନାଥ, ଏଇ ଗ୍ରାମର ଆଙ୍କ ପୁତ୍ର, ଆଉ ସେ ମତେ ଆପଣଙ୍କ ସେବା ପାଇଁ ପଠେଇଥିଲେ। ତାପରେ ଗୋପାଳ ଭଟ୍ଟ ଗୋସ୍ୱାମୀ ଜାଣିପାରିଲେ। ତାପରେ ଗୋପାଳ ଭଟ୍ଟ ଗୋସ୍ୱାମୀ ତାଙ୍କୁ ତାଙ୍କର ରାଧାରମଣ ଲାଲଙ୍କର ସେବାର ଭାର ଦେଇଥିଲେ। ଆଉ ସେ ଯେହେତୁ ଗୋପୀନାଥ ସେ ତାଙ୍କର ସେବା କରୁଥିଲେ, ସେ ବି ଆଜୀବନ ବ୍ରହ୍ମଚାରୀ ରହିଗଲେ। ତେଣୁକରି ଗୋପୀନାଥଙ୍କର ଆଉ ଜଣେ ଭାଇ ଥିଲେ। ଗୋପୀନାଥଙ୍କ ଯୋଉ ସେମାନେ ତିନି ଭାଇ ଥିଲେ। ସେ ତିନି ଭାଇଙ୍କୁ ସେମାନେ ଆସିକି, ତାଙ୍କର ନାଁ ହଉଛି ହରିନାଥ, ମଥୁରାନାଥ ଆଉ ହରିନାମ। ସେମାନେ ଆଉ ତାଙ୍କର ଆଉ ତିନି ଭାଇ ଥିଲେ। ସେମାନେ ବି ଆସିକି ଏଇ ଗୋପାଳ ଭଟ୍ଟ ଗୋସ୍ୱାମୀଙ୍କ ଶରଣରେ ଆସିଲେ। ଆଉ ଗୋପାଳ ଭଟ୍ଟ ଗୋସ୍ୱାମୀ ଠାରୁ ଦୀକ୍ଷା ଗ୍ରହଣ କଲେ। ଆଉ କାଳକ୍ରମେ ଗୋପୀନାଥ ସେବା କରି କରି ଆଜୀବନ ବ୍ରହ୍ମଚାରୀ ରହିଲେ। ଆଉ ବ୍ରହ୍ମଚାରୀ ରହିକି ସେବା କରି ତାଙ୍କର ବି ଦେହାନ୍ତ ହେଇଗଲା। ତାପରେ ଏଇ ତାଙ୍କର ଯୋଉ ତିନି ଭାଇ ଏମାନେ ଗୃହସ୍ଥ ଥିଲେ। ବର୍ତ୍ତମାନ ଏମାନଙ୍କ ବଂଶରେ ଏମାନେ ସମସ୍ତେ ପାଳି କରିକି ରାଧାରମଣ ଲାଲଙ୍କର ସେବା କରୁଛନ୍ତି। ତେଣୁକରି ରାଧାରମଣ ଲାଲଙ୍କର ସେବା କରୁଛନ୍ତି। ତାପରେ ଗୋପାଳ ଭଟ୍ଟ ଗୋସ୍ୱାମୀ ଆମ ସମ୍ପ୍ରଦାୟର ମୁଖ୍ୟ ଗୁରୁ ରୂପରେ ତାଙ୍କ ରୂପ ଗୋସ୍ୱାମୀ ମାନେ ସ୍ଥାନ ଦେଇଥିଲେ। ଯେହେତୁ ରୂପ ଗୋସ୍ୱାମୀ ସନାତନ ଗୋସ୍ୱାମୀ ଗ୍ରନ୍ଥ ରଚନା କରୁଥିଲେ, ଯଦିଓ ଗୋପାଳ ଭଟ୍ଟ ଗୋସ୍ୱାମୀ ଗ୍ରନ୍ଥ ରଚନାରେ ବି ସହଯୋଗ କରୁଥିଲେ, ଗ୍ରନ୍ଥ କିଛି ରଚନା କରିଛନ୍ତି, କିନ୍ତୁ ରୂପ ଗୋସ୍ୱାମୀ ସନାତନ ଗୋସ୍ୱାମୀ ଗୋପାଳ ଭଟ୍ଟ ଗୋସ୍ୱାମୀ କି ଆମ ସମ୍ପ୍ରଦାୟର ମୁଖ୍ୟ ଗୁରୁ ରୂପରେ ସ୍ଥାନ ଦେଇଥିଲେ। ଆଉ ଶ୍ରୀନିବାସ ଆଚାର୍ଯ୍ୟ, ନରୋତ୍ତମ ଦାସ ଠାକୁର ଆଉ ଶ୍ୟାମାନନ୍ଦ ପ୍ରଭୁ ଯେତେବେଳକୁ ବୃନ୍ଦାବନ ଯାଇଥିଲେ, ସେତେବେଳୁ ଶ୍ରୀନିବାସ ଆଚାର୍ଯ୍ୟ ଯିଏ ସେ ଗୋପାଳ ଭଟ୍ଟ ଗୋସ୍ୱାମୀଙ୍କ ଠାରୁ ଦୀକ୍ଷା ଗ୍ରହଣ କରିଥିଲେ। ଏଇଭଳି ଭାବରେ କାଳକ୍ରମେ ଗୋପାଳ ଭଟ୍ଟ ଗୋସ୍ୱାମୀଙ୍କର ଯାହା ଭଗବତ ପ୍ରାପ୍ତି ହେଇଥିଲା। ଆଉ କୁହାଯାଇଛି ଗୋପାଳ ଭଟ୍ଟ ଗୋସ୍ୱାମୀ ଅନଙ୍ଗ ମଞ୍ଜରୀ ବା ଗୁଣ ମଞ୍ଜରୀ ରୂପରେ କୁଲ ବୃନ୍ଦାବନରେ ସେବା କରୁଥିଲେ। ଆଉ ଗୋପାଳ ଭଟ୍ଟ ଗୋସ୍ୱାମୀ କିଛି ଗ୍ରନ୍ଥ ରଚନା କରିଥିଲେ। ତାଙ୍କ ନାଁ ହଉଛି ଷଡ ସନ୍ଦର୍ଭ କାରିକା, ଆଉ କୃଷ୍ଣ କର୍ଣ୍ଣାମୃତ ଟୀକା, ସତ୍କ୍ରିୟା ସାର ଦୀପିକା ପ୍ରଭୃତି କିଛି ଗ୍ରନ୍ଥ ରଚନା କରିଥିଲେ। ଏଇଭଳି ଭାବରେ ଗୋପାଳ ଭଟ୍ଟ ଗୋସ୍ୱାମୀ ତାଙ୍କ ଜୀବନରେ ଆମକୁ ଶିକ୍ଷା ଦେଇଥିଲେ ଯେ କିଭଳି ଆମେ ମହାପ୍ରଭୁଙ୍କର ସେବା କରିବା, ଆଉ କିଭଳି ଗୁରୁ କୃଷ୍ଣଙ୍କ ପ୍ରତି ଆମେ ନିଷ୍ଠା ରହିବ। ସେ ପ୍ରଥମେ କଣ କଲେ, ମହାପ୍ରଭୁଙ୍କ କୃପାରେ, ମହାପ୍ରଭୁଙ୍କ ଆଦେଶ, ତାଙ୍କର ଗୁରୁ ହଉଛନ୍ତି ମହାପ୍ରଭୁ, ମହାପ୍ରଭୁଙ୍କର ଆଦେଶରେ ସେ କଣ କଲେ, ଗୁରୁଙ୍କ ଆଜ୍ଞା ମାନିକି ତାଙ୍କର ପିତା ତାଙ୍କର ଦେହାନ୍ତ ପରେ ସେ ବୃନ୍ଦାବନ ଆସିଲେ। ଆଉ ବୃନ୍ଦାବନ ଆସିକି ମହାପ୍ରଭୁଙ୍କର ସେବାରେ ଲାଗିଲେ। ତେଣୁକରି ଆମକୁ ବି ଶିଖିବାକୁ ପଡିବ କିଭଳି ଆମକୁ ଭକ୍ତିରେ ଆଉ ଗୁରୁ ଆଶ୍ରିତ ହେଇକି ସାରା ଜୀବନ ସେବା କରିବାର ଅଛି। ତେଣୁକରି ଯେଇ ଜନ ଭଜେ କୃଷ୍ଣ ସେ ବଡ ଚତୁର। ଯେ ଆମେ ଯେହେତୁ କୃଷ୍ଣ ଭଜନ କରୁଛେ, ଆମେ ଯେହେତୁ ଭଗବାନଙ୍କ ଭକ୍ତି କରୁଛେ, ତେଣୁ ଆମେ ହଉଛୁ ଚତୁର ବ୍ୟକ୍ତି। ଆଉ ଯଦି ଆମେ ଚତୁର ନ ହେଇକି ଯଦି ମୂର୍ଖ ହେବା ତାହେଲେ କିଭଳି ହବ। ତେଣୁକରି ସାରା ଜୀବନ କିଭଳି ଗୁରୁ ଆଶ୍ରିତ ହେଇ, କିଭଳି ଗୁରୁଙ୍କ ଆଜ୍ଞାରେ ମହାପ୍ରଭୁଙ୍କର ଧାରାରେ ଆମେ ସେବା କରିବା, ତା ଉପରେ ଆମେ ସବୁବେଳେ ଚିନ୍ତା କରିବା। ଆଉ ଆମେ ଭାଗ୍ୟଶାଳୀ, ଆମେ ଏଇଥିପାଇଁ ଗର୍ବିତ ଯେ ଆମେ ଏଭଳି ଗୋଟେ ସମ୍ପ୍ରଦାୟରେ, ଏଭଳି ଗୋଟେ ପରମ୍ପରାରେ ଅନ୍ତର୍ଭୁକ୍ତ ହେଇଛେ, ଯୋଉ ପରମ୍ପରା କି ଆମକୁ ଆମର ଲକ୍ଷ୍ୟ ସ୍ଥଳରେ ଆମକୁ ପହଞ୍ଚେଇ। ତେଣୁକରି ତା ପାଇଁ ଆମେ ଗର୍ବିତ। ଏଇଭଳି ଭାବରେ ଆଜିର କ୍ଲାସ ବିଶ୍ରାମ ଦେବା। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ହରେ କୃଷ୍ଣ 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 ହରେ ହରେ, हरे राम राम हरे हरे। जय गोपाल भट्ट गोस्वामी की, जगत गुरु कृपाद की, गुरुदेव की। नहीं
कार किसी प्रश्न किसी अच्छी मैं आलोचना करते हाँ श्लोकना माता जी कौन हरे कृष्ण प्रभु जी, दंडवत प्रणाम। उपस्थित समस्त वैष्णव को चरण कमल कोटि कोटि दंडवत प्रणाम। प्रभु जी, जो ग्रंथ गुड़ा कहले ना सेटा गोटे लिखिबोली आउ तीनटा गुड़ा आउथरे टिके कहबो। कौन जो ग्रंथ गुड़ा गोपाल भट्ट गोस्वामीଙ୍କର जो ग्रंथ गुड़ा रचना करଥିଲେ ସେଗୁଡ଼ା ଆଉଥରେ टिके। ଆଉ ଥରେ କହିବି ଆଜ୍ଞା ଗୋଟେ ପ୍ରଭୁ। ହଉଛି ସଟ୍ ସନ୍ଦର୍ଭ କାରିକା ଆଉ ଗୋଟେ ହଉଛି କୃଷ୍ଣ କର୍ଣ୍ଣାମୃତର ଟୀକା ଆଉ ଗୋଟେ ହଉଛି ସତ୍କ୍ରିୟା ସାର ଦୀପିକା। ଆଜ୍ଞା ପ୍ରଭୁ, ଧନ୍ୟବାଦ। बहुत बहुत धन्यवाद जो मान समस्त क्लास जॉइन करथिलो। महाप्रभु आपण मान को अपार कृपा करंतु एभली भाव में मत उत्साहित करंतु।